ସାଙ୍ଗମାନେ ଆମ ଘରେ ଆଜି ଗୋଟେ ବଡ ଯୁକ୍ତି ତର୍କ ଲାଗିଛି, ସେଇଟା ପୁଣି ଶାଗକୁ ନେଇକି। ଏ ଶାଗଟା ପ୍ରେଗନେନ୍ସି ଟାଇମିଂରେ ଖାଆନ୍ତି ନା ଖାଆନ୍ତିନି? ଆଜି ସକାଳୁ ସକାଳୁ ବାପା ଧାଇଁ ଧଡ଼ପଡ଼ ହେଇକି ଆମ ବାରିପଟୁ ଶାଗ ତୋଳିକି ଆଣିକି ଚେୟାରରେ ପକେଇକି ଗୋଟେ ବସିକି ଡାକ ପକଉଛନ୍ତି, ଏ ଶାଗ ନିଅ ଶାଗ। ଆରେ କୋଉ ଶାଗ? ସାଙ୍ଗମାନେ ଦେଖନ୍ତୁ, ସକାଳୁ ସକାଳୁ ବାପା ଆମର ଗୋଟେ ଶାଗ ଧରିକି ପଳେଇ ଆସିଛନ୍ତି। ବୋଉ କହୁଛି ମାନେ ବାପା କହୁଛନ୍ତି ମଦରାଙ୍ଗ, ବୋଉ କହୁଛି କଣ ଏଇଟା? ଏରା ଯୋଉ ଡେଙ୍ଗା ସଦରଙ୍ଗା ଯୋଉ ମଦରଙ୍ଗା ଖାଆନ୍ତିନି? ଭାଇ ସଦରଙ୍ଗା ମଦରଙ୍ଗା ଭାଇ ସଦରଙ୍ଗା ଯାହା କହିଲେ ଠିକ। ଆଉ ଶାଗକୁ ନେଇ ସେତିକି ତର୍ଜମା ରିସର୍ଚ୍ଚ ଆଉ ଫାଇନାଲ ଆମ ଘରେ ଆଜି ସଦରଙ୍ଗା ଶାଗ ଆଳୁ ପଡ଼ିକିରି ହବ। ଆଉ ମୁଁ ସେତିକି ବେଳେ ମୁଁ ବାହାରି ପଡ଼ିଲି ଜିମ୍ ଯିବା ପୂର୍ବରୁ ଆଜ୍ଞା ମୁଁ ଯୋଉଗୁଡ଼ା ଖାଇକି ଯାଏ ମୁଁ ଆପଣମାନଙ୍କୁ ସେୟାର କରୁଛି। ଏଇଠି ଓଟ୍ସକୁ ମୁଁ କ୍ଷୀରରେ ପକେଇକି ଆଉ ତା ଦେହରେ ଟିକେ ଆପଲ୍ କାଟିକି ପକେଇକି ଖାଇକି ଯାଏ, ସେଥିଲାଗି ମୁଁ ଏଠି ଆପଲ୍ କାଟୁଛି। ତା ପୂର୍ବରୁ ମହିଳା ମିତ୍ରଙ୍କ କେୟାର ନେବାଟି ନିହାତି ଜରୁରୀ, କାହିଁକି ନା ଆପଣମାନେ ମୋତେ ଶୋଧିକି ଛତୁ ଫୁଟେଇ ଦେବେ। ମହିଳା ମିତ୍ର ଆମର ନଡ଼ିଆ ପାଣି କେତେବେଳକୁ ପିଉଛନ୍ତି ଜାଣିବେ? 12ଟା ବେଳକୁ। ଆହା କେତେ ଧ୍ୟାନ ନେଉଛନ୍ତି ସେ ଛୁଆ ପାଇଁ। ହୟ କଣ କହିଲ, ମୁଁ ଘର କାମ କରିବି, ପୁଣି ତମ କାମ କରିବି, ସବୁ କାମ କରିବି, ଦେଖିଲା ବେଳେ ତମେ ଆଜି ଟିକେ କରିଦେଲ ବୋଲି ମୋ ନାଁରେ ଏତେ ଲଗେଇ ଜୁଟେଇ କଥାବାର୍ତ୍ତା କରୁଛ। ଏଇଠି ସାଙ୍ଗେ ସାଙ୍ଗେ ମହିଳା ମିତ୍ର ରାଗିଗଲେ, ଆଉ ତାଙ୍କୁ ମନେଇବା ପାଇଁ ମୁଁ ରାଗିଗଲି। ଏମିତି କପଲ ମାନଙ୍କ ଭିତରେ କାହା ଭିତରେ ଏମିତି ହେଇଛି ମତେ ଟିକେ କମେଣ୍ଟ ସେକ୍ସନରେ କହିବେ। ଆଉ ଯିଏ ଭୁଲ କରିଥିବ ସେଇ ହିଁ ରାଗି। ଆଜି ଥିଲା ମୋର ଜିମ୍ର ୱାର୍କଆଉଟ୍ ହଉଛି ବାଇସେପ୍। ମୁଁ କୁନୁ ସାର୍ଙ୍କୁ କହିଦେଲି, ଏଇ ଫୁଟିନିକିଆ ବଡି ମତେ ଦେଖେଇବନି, ବାଇସେପ୍ ମାରିକି ପୁରା ଚିରି ଦେଇ ଫାଳ କରିଦେବି ବାଇସେପ୍। ଏତିକି ମୋର ପାଟିରୁ ବାହାରି ଯାଇଛି। ତାପରେ କୁନୁ ସାର୍ କଣ କଲେ ଆପଣ ମାନେ ଟିକେ ନିଜେ ଶୁଣନ୍ତୁ। ପୁଟିନି ଖାଇକି ବାଇସେପ କରିଛି କି କଣ? ପୁଟିନି ବାଇସେପ ମାଇଲେ କେତେ କଷ୍ଟ ଜାଣେ। କହୁଥିଲୁ ପୁଟିନି ଜିମ୍ରୁ ଆସିଲା ପରେ ମଦରଙ୍ଗା ଶାଗ ନାଇଁ ସଦରଙ୍ଗା ଶାଗ ଯୋଉ ଭଳିଆ ଭଜା ହେଇଥିଲା ତା ଦେହରେ ନଡ଼ିଆ ପଡ଼ିକି ଭାଇ ଘର ସାରା ପୁରା ମହକି ଯାଉଥାଏ। ଆଉ ସେତିକିବେଳେ ମହିଳା ମିତ୍ର ଗୋଟେ ତାଟିଆରେ ନେଇକି ପଳେଇ ଆସିଲେ, ଗରମା ଗରମ ତା ସ୍ମେଲକୁ ମୋର ଖାଇବାକୁ ଇଚ୍ଛା ହେଲା। ଆଉ ମୁଁ କହିଲି ରହମ ଛାଡ଼ ଜିମ୍ କଥା ପରେ। ତାପରେ ମହିଳା ମିତ୍ରଙ୍କୁ ପାଟିକି ଗୋଟେ ଚାମଚ ଦେଇଦେଲେ। ମା କସମ କି ଟେଷ୍ଟ ଲାଗିଲା ରେ। ଆମ ଟ୍ରେନର ସାହେବ ଯାହା ମତେ କୁହନ୍ତି ମୁଁ ଡାଇଟରେ ଯାହା ଯାହା ଖାଏ ମୁଁ ଆପଣମାନଙ୍କୁ ସେୟାର କରୁଛି। ଏଇଠି ମୁଁ ଦେଖନ୍ତୁ କଣ କଣ ନେଇଛି। ଆଉ ଆଇଁଷକୁ ମୋ ବୋଉ ଏତେ ଭଲ ପାଏ ସାଙ୍ଗମାନେ, ମତେ ଦେଖନ୍ତୁ କଡ଼େଇ କୋଉଟା ଦେଇଛି ବୋଉ, ମାନେ ଯୋଉ କଡ଼େଇଟିକି ସେ ଚିକେନ ରାନ୍ଧିବା ପାଇଁ ଟୋଟାଲ ନାରାଜ ହୁଏ ସେଇ କଡ଼େଇ ଦେଇଛି। ଗରିବ ବାଲା କଡ଼େଇ, ଏପଟେ ଇଗ୍ନୋର କରନ୍ତୁ। କିନ୍ତୁ ମୋର ଖାଇବା ରେଡି ହେଇଗଲା। ମହିଳା ମିତ୍ର ବନେଇଛନ୍ତି 100 ଗ୍ରାମ। ମୁଁ ତା ଦେହରେ ଦହି ନେଇଛି, ତା ଦେହରେ ଚାଟ ମସଲା ପକେଇ ଦେଇଛି। ବାକି ଆଉ ଘରେ ଯାହା ସବୁ ସବଜି ହେଇଥିଲା ସେଗୁଡ଼ା ସବୁ ମୋ ସାଇଡରେ ନେଇଗଲି, ଖାଇଦେଲି। ଖାଇଦେଲା ପରେ ମୋ ପଛପଟୁ ଖାଲି ପବନ ଗଲା ଯେ ମୁଁ ଆର ରିଜିନ୍ ଜାଣିପାରିଲିନି ମୋର ପବନ କାହିଁକି ଗଲା। ସମସ୍ତେ ମୋତେ କମେଣ୍ଟ ସେକ୍ସନରେ ଦୋକାନ ଆଡ୍ରେସ୍ ପଚାରିଥିଲେ। ସ୍କ୍ରିନରେ ଶୋ କରୁଛି ଦୋକାନ ଆଡ୍ରେସ୍। ଯଦି ବି ପାଉନାହାନ୍ତି ଆପଣମାନେ ମ୍ୟାପ୍ରେ ସର୍ଚ୍ଚ କରନ୍ତୁ, ଆପଣମାନେ ପାଇଯିବେ। ତଳେ ନମ୍ବର କମେଣ୍ଟ ସେକ୍ସନରେ ମୁଁ ଦେଇଛି, ସେଇଠି ଆପଣମାନେ ହ୍ୱାଟ୍ସଆପ୍ରେ ମେସେଜ କରନ୍ତୁ, ମୁଁ ସବୁ ରିପ୍ଲାଏ ଆପଣଙ୍କୁ ଦେବି। ଆଉ ଏଇଠି ଦେଖନ୍ତୁ ସାଙ୍ଗମାନେ ଗୋଟେ ବଢ଼ିଆ ଟ୍ରାଇପଡ୍ ମୁଁ ଆଣିଛି, ବହୁତ କମ୍ ପଇସାରେ ଆଉ ବହୁତ ଷ୍ଟ୍ରଙ୍ଗ ଜିନିଷଟି। ଆଉ ଯଦି ନେବା ପାଇଁ ଚାହୁଁଛନ୍ତି ଆପଣମାନେ ଷ୍ଟୋର ଭିଜିଟ୍ କରନ୍ତୁ। ଯଦି ଆପଣମାନଙ୍କ କ୍ୟୁଟ୍ ସେ ପ୍ୟାରା ସେ ଫୋନ୍ ବି ସଜାଡ଼ିବା ପାଇଁ ଚାହୁଁଛନ୍ତି ତାହେଲେ ମୋ ଷ୍ଟୋର ଭିଜିଟ୍ କରନ୍ତୁ। ବହୁତ ବଢ଼ିଆ ଟ୍ରିମର ଆସିଛି, ଯୋଉମାନେ ମୋତେ ସବସ୍କ୍ରାଇବ୍ କରିଥିବେ ମୁଁ ମାତ୍ର 140 ଟଙ୍କାରେ এই ଟ୍ରିମରଟି ଦେଇଦେବି। ଯଦି ଆପଣମାନେ ଦୂରରେ ରହୁଛନ୍ତି ତାହେଲେ ନେବା ପାଇଁ ଚାହୁଁଛନ୍ତି ଉପରେ ଟ୍ୟାଗ୍ କରିଦେଇଛି, ଆପଣମାନେ ସେଠୁ କ୍ଲିକ୍ କରି ଅର୍ଡର କରିନେବେ।